नमस्कार। ओम नमो भगवते वासुदेवाय। ओडिया भागवत। लेखक जगन्नाथ दास। प्रथम स्कंद प्रथम अध्याय। गोविंद 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 पदु गळुची मकरंद, से मकरंद पान करी एणे तरिले ब्रज नारी। श्री ब्रज नारीଙ୍କ ପୟରେ ମନ ମୋ ରହୁ ନିରନ୍ତରେ, ମନ ମୋ ନିରନ୍ତରେ ଥାଉ। हा କୃଷ୍ଣ ବୋଲି ଯିବ ଯାଉ, हा କୃଷ୍ଣ ବୋଲି ଯାଉ ଯିବ, ମୋତେ ଉଦର ବାସୁଦେବ। ଶ୍ରୀ ଗଣେଶାୟ ନମଃ। ନମୋ ନୃସିଂହ ଚରଣ, ଅନାଦି ପରମ କାରଣ। ଯା ବିନୁ ଆଦି ମଧ୍ୟ ଅନ୍ତ, ବିଚାରେ ନ ଘଟେ ଜଗତ। ଇନ୍ଦ୍ରିୟ ଅର୍ଥ ଯେ ଜାଣଇ, ଶ୍ୱେତେ ଯେ ନିତ୍ୟ ପ୍ରକାଶଇ। ଆନନ୍ଦ ମନେ ବେଦ ସାର, ବ୍ରହ୍ମାଣ୍ଡେ ଯେ କଲା ବିସ୍ତାର। ଯାର ସ୍ୱରୂପ ହୃଦେ ଚିନ୍ତି, ବେଦ ପୁରୁଷେ ନ ଜାଣନ୍ତି। ମୃତ୍ତିକା ବିକାର ଯେମନ୍ତ, ଜଳରେ ହୁଅଇ କଳ୍ପିତ। ଜଳେ ଉପଳ ବୃଦ୍ଧି କରି, ମୃଗ ତୃଷାରେ ଯେନେ ବାରି। ରୂପ ରୂପ ସ୍ଥିତି ତିନି, ଯାର ଗୋଚରେ ଅନୁମାନି। ସ୍ୱଭାବେ ନୁହେଁ ସେ ମନ୍ତ, ଏ ସାକ୍ଷ୍ୟ ଯୋଗୀଙ୍କର ମତ। ଆତ୍ମା ପ୍ରକାଶେ ସଦା ଥାଇ, ନିରସ୍ତ କୁହୁକ ବୋଲାଇ। ସତ୍ୟ ପରମାନନ୍ଦ ହରି, ଯାହାର ଭାବେ ଭବୁତରି। ଏମନ୍ତେ ସତ୍ୟ ରୂପ ଯାର, ତା ପାଦେ ମୋର ନମସ୍କାର। ତାର ଚରଣେ ନିତ୍ୟ ଧ୍ୟାନ, କରି ତରନ୍ତି ସର୍ବଜନ। ସେ କୃଷ୍ଣ ପାଦେ ହୃଦେ ଧରି, ପ୍ରବନ୍ଦେ ଗୀତ ନାଦ କରି। ଅଶେଷ ଜଗତର ହିତେ, ବନଇ ଦାସ ଜଗନ୍ନାଥେ। ନିର୍ମଳ ମୁନିଙ୍କର ମତେ, ହରିଚରିତ ଭାଗବତେ। କହିବି ଅଛି ଯେତେ ଗୁଣ, ସୁଜନେ ସାବଧାନେ ଶୁଣ। ନାହିଁ ତାହାଙ୍କ ଅହଙ୍କାର, ସହିଷ୍ଣୁ ଭୂତେ ଦୟାପର। କପଟ ଧର୍ମ ଯାର ନାହିଁ, ସ୍ୱଭାବେ ଶାସ୍ତ୍ର ସେ ବୋଲାଇ। ସେ ସାଧୁ ଜନଙ୍କର ଧର୍ମ, ମାୟା ବର୍ଜିତ ଶୁଦ୍ଧ କର୍ମ। ତାଙ୍କ ବିଚାରେ ଧର୍ମ ଯେତେ, ଶୁଣ କହିବା ଦୃଢ଼ ଚିତ୍ତେ। ଲକ୍ଷ ଲକ୍ଷ ଯେତେ ପ୍ରାଣୀ, ବୋଧ ବିଚାରି ପରିମାଣି। ସେ ଧର୍ମ ଯହିଁ ଅନୁମାନି, ଏଣେ ସଂସାରେ ଯେତେ ଜ୍ଞାନୀ। ସେ ବସ୍ତୁ ଅଛି ଯହିଁ ପୁରୀ, ଯାହା ଚିନ୍ତନ୍ତି ବ୍ରହ୍ମଚାରୀ। ଶ୍ରବଣ ମାତ୍ରେ ମୋକ୍ଷ ପାଇ, ତାପ ତ୍ରିତପ କ୍ଷୟ ଯାଇ। ହୃଦୟେ ବସଇ ତକ୍ଷଣ, ଅନାଦି ପ୍ରଭୁ ନାରାୟଣ। ଏଣୁ ଅଧିକ ଅନ୍ୟ ଗ୍ରନ୍ଥେ, କ୍ରି ପ୍ରୟୋଜନ ଏ ଜଗତେ। ଏଣୁ ଏ ଭାଗବତ ଯେହିଁ, ଶ୍ରବଣ ମାତ୍ରେ ଭକ୍ତି ହୋଇ। ଏ ଭାଗବତର ମହିମା, କେ ଚିନ୍ତି ପାରେ ଗୁଣ ସୀମା। ସକଳ ଶାସ୍ତ୍ର ଫଳ ଏହି, ଶ୍ରୀ ଭଗବତ ନାମ ଯେହିଁ। ସକଳ ବେଦ ହୋଇ ବୃକ୍ଷେ, ଫଳ ଫଳିଲେ ଅନ୍ତରିକ୍ଷେ। କେତେ ହେ ଦିନେ ପାଚି ତଳେ, ବୃକ୍ଷୁ ପଡ଼ିଲେ ବାୟୁ ବଳେ। ସୁଖ ଧାଇଁଲେ ତାହା ଦେଖି, ପକ୍ଷୀଙ୍କ ସଙ୍ଗତ ଉପେକ୍ଷୀ। ତ ସେ ଅଧର କ୍ଷତ କଲା, ଭିତରେ ସୁରଙ୍ଗ ଦିଶିଲା। ତହୁଁ ଗିଳିଲା ରସସାର, କିଏ ବା ଦେବା ପଟାନ୍ତର। ଅମୃତ ନିନ୍ଦେ ସ୍ୱାଦୁପଣେ, ସୁଜନେ ପିବ ଅନୁକ୍ଷଣେ। ଆନନ୍ଦେ କର ସୁଧାପାନ, ଯେଣେ ପାଇବ ଦିବ୍ୟ ଜ୍ଞାନ। ଏ ଚାରି ବେଦଙ୍କର ମୂଳ, ନିଗମ ବୃକ୍ଷର ଏ ଫଳ। ପିବ ଜୀବନ ଅନ୍ତ ଯାଏ, ଯେବେ ବଞ୍ଚିବ ମାୟା ମୋହେ। ଏବେ ହୋ ଶୁଣ ସାଧୁଜନେ, ହରିଚରିତ ସୁଧ ମନେ। ସର୍ବଦେବଙ୍କ ରମ୍ୟସ୍ଥାନ, ନାମ ଯେ ନୈମିଷ ଅରଣ୍ୟ।
କଳିର ଆଗମନ ଦେଖି ମୁନିଏ ସ୍ଥାନ ଉପଲକ୍ଷି ସୌନକ ଆଦି ମୁନିଗଣେ ମିଳିଲେ ନମିଷ ଅରଣ୍ୟେ। କଳି କଳୁଷ ଭୟ କରି ମୁନିଏ ଏକାନ୍ତେ ବିଚାରି ସଂକଳ୍ପ କରି ଏତ ତୁଲେ ସହସ୍ର ଯଜ୍ଞ ଆରମ୍ଭିଲେ। ଜାଣନ୍ତି ଶୁଭପ୍ରଦ ବାଞ୍ଛା ସ୍ୱର୍ଗାଦି ଲୋକେ କଲେ ଇଚ୍ଛା ସକଳେ ମିଳି ପ୍ରାପ୍ତ କାଳେ କର୍ମ ସମ୍ପାଦିଲେ ଅନଳେ। ସୁତ ମୁନିଙ୍କି ପୂଜା କରି ବସିଲେ ସକଳେ ଆବୋରି ସକଳ ମୁନି ଶୁଦ୍ଧ ମନେ ପୁଛିଲେ ଅମୃତ ବଚନେ। ଋଷିଗଣ ଉବାଚ हे ସୁତ ଶୁଣ ସାବଧାନେ ତୁମ୍ଭ ମହିମା ଅନୁମାନେ ସର୍ବପୁରାଣ ଇତିହାସ ଶୁଣିଲୁ ତୁମ୍ଭର ସକାଶ। ସଂସାରେ ଧର୍ମ ଶାସ୍ତ୍ର ଯେତେ ସର୍ବଗୋଚର ତୁମ୍ଭ ମତେ ବେଦବିଦଙ୍କ ମଧ୍ୟ ଶ୍ରେଷ୍ଠ ଯେ ବ୍ୟାସ ମୁନି ତପନିଷ୍ଠ। ତାହାଙ୍କ ଶିଷ୍ୟ ଅଟ ତୁମ୍ଭେ ଏ କଥା ଭଲେ ଜାଣୁ ଆମ୍ଭେ ପୂର୍ବେ ଯେ ଥିଲେ ବ୍ରହ୍ମ ମୁନି ତାଙ୍କ ବଚନ ତୁମ୍ଭେ ଶୁଣି ସକଳ ଶାସ୍ତ୍ର ତୁମ୍ଭ ତାହିଁ ବେଦ ପୁରାଣେ ଯେତେ କହି ବ୍ୟାସଙ୍କ ଅନୁଗ୍ରହ ଘେନି ସକଳ ଶାସ୍ତ୍ରେ ତୁମ୍ଭେ ଜ୍ଞାନୀ। ଦଇବେ ଅଛି ଏହି ମତ ଯେ ଶିଷ୍ୟ ଗୁରୁରେ ଭକତ ଶିଷ୍ୟ ଭକ୍ତିରେ ଦୟା ବହେ ସକଳ ଗୂଢ଼ ତତ୍ତ୍ୱ କହେ। ଏଣୁ ବ୍ୟାସଙ୍କ ଶିକ୍ଷା ଯେତେ ପ୍ରକାଶ ଆମ୍ଭର ଅଗ୍ରତେ ନିଶ୍ଚେ ଏକାନ୍ତ ଶ୍ରେୟ ଯେତେ ଏ ଜୀବ ତରିବ ଯେମନ୍ତେ। ଯେଣେ ତୁଟଇଁ ବିଷ୍ଣୁ ମାୟା କହ ଆମ୍ଭକୁ ଯେବେ ଦୟା ଏ କଳି ଯୁଗେ ଯେତେ ପ୍ରାଣୀ ଅଳ୍ପ ଆୟୁଷେ ପରିମାଣି ସ୍ୱଭାବେ ମନ୍ଦ ମତି ହୁଅନ୍ତି ପ୍ରାଣୀଙ୍କ ଉପଦ୍ରବ ଚିନ୍ତି। ଯୁଗ ବ୍ୟଭାରେ ପରିମାଣି ସକଳ ଧର୍ମ ତୁମ୍ଭେ ଜାଣି ଏ ପ୍ରଶ୍ନ ଶୁଭ ଆମ୍ଭ ମତେ ସାର ଉଦାରି ଦୃଢ଼ ଚିତ୍ତେ। କହ ସଂସାରେ ପ୍ରାଣୀଙ୍କର ଯେମନ୍ତେ ମାୟାରୁ ନିସ୍ତାର ଯେଣେ ପ୍ରସନ୍ନ ହୋଇ ହରି ଏ ଜୀବ ଆତ୍ମାକୁ ଉଦାରି କର ଏ ମାୟାରୁ ନିସ୍ତାର ଏ ଜୀବ ମାନଙ୍କୁ ଉଦାର। ତୁମ୍ଭ ପ୍ରସନ୍ନେ ଯୋଗ ବଳେ ପ୍ରକାଶ କର ମହିତଳେ କି ପ୍ରୟୋଜନ ଜଗନ୍ନାଥ ଦେବକୀ ଉଦରେ ସମ୍ଭୂତ ସେ ହେତୁ କହ ଶୁଦ୍ଧ ଚିତ୍ତେ ଆମ୍ଭେ ପଚାରୁ ଜନହିତେ। ସଂସାରେ ଯାର ଅବତାର ପ୍ରାଣୀ ମଙ୍ଗଳ ବୃଦ୍ଧି କର ଜଗତ ପାର ସେ ଚରିତ ତୁମ୍ଭେ ତା ବର୍ଣ୍ଣନେ ସମର୍ଥ। ଘୋର ସଂସାରେ ପ୍ରାଣୀ ପଡ଼ି ଆତ୍ମା ନିସ୍ତାର ପଥ ହୁଡ଼ି ଯାହାର ନାମ ଉଚ୍ଚାରିଲେ ସଙ୍କଟୁ ତରି ଯାନ୍ତି ଭଲେ। ଯେ ଭୟ ଜୀବ ତେଜ ହରେ ସେ ହରି ନାମ ଶୁଣି ଡରେ ଯାର ଚରଣେ ଆଶ୍ରା କରି ପବିତ୍ର ହୁଅନ୍ତି ବ୍ରହ୍ମଚାରୀ। ଶୁଦ୍ଧ କରନ୍ତି ସର୍ବଜନେ ଗଙ୍ଗା ଯଶନେ ସ୍ନାନ ପାନେ ଯାହାର ଯଶ ପୁଣ୍ୟ ଶ୍ଲୋକେ ସୁଖେ ଗୁଣନ୍ତି ଜ୍ଞାନୀ ଲୋକେ। କଳି କଳୁଷ ନ ଲଗାଇ କେବା ନ ତରେ ଏହା ଗାଇ ଯା ଯଶ ଗାଇ ମୁନିଗଣେ ସୁଖ ତରନ୍ତି ଭବ ବନେ। ଯେ ହରି ବ୍ରହ୍ମାଣ୍ଡ ଭିତରେ ଲୀଳା ସରାଗେ ଅବତାରେ ବିଶ୍ୱ ଉତ୍ପତ୍ତି ସ୍ଥିତି ନାଶ କି ରୂପେ କର ତା ପ୍ରକାଶ। ମତ୍ସ୍ୟାଦି ଅବତାର ମାନ ଧରିଣ ପ୍ରଭୁ ଭଗବାନ ଆତ୍ମାର ଯୋଗ ମାୟା ବଳେ ବିହରେ ଅବନୀ ମଣ୍ଡଳେ। ସେ ହରି ସ୍ୱଚ୍ଛ ଶୁଭ କଥା କହ ହେ ସୁତ ଧର୍ମଜ୍ଞାତା ତାର ମହିମା ଶୁଣି ନିତ୍ୟ ତୋଷଣ ଲଭୁ ଆମ୍ଭ ଚିତ୍ତେ। ଜିହ୍ୱା ଯଶନେ ଶୁଦ୍ଧ ରସ ପିବନ୍ତେ ନୁହଁଇ ସନ୍ତୋଷ ଅନନ୍ତ ସଙ୍ଗେ ଥାଇ ହରି ଜଗତେ ଯେତେ କର୍ମ କରି। କପଟେ ନର ରୂପ ଧରି ଅତି ମାନୁଷ କର୍ମ କରି କଳି ଆଗମ ଆମ୍ଭେ ଦେଖି ସକଳ ସମ୍ପଦ ଉପେକ୍ଷି। ଏ ପୁଣ୍ୟ କ୍ଷେତ୍ରେ ଶୁଭ କ୍ଷଣେ କୃଷ୍ଣର କଥା ଅନୁକ୍ଷଣେ କରି ତରିବୁ ବିଷ୍ଣୁ ମାୟା ଭୋ ମୁନି ତୁମ୍ଭେ କର ଦୟା। ଆମ୍ଭର ପୂର୍ବ ପୁଣ୍ୟ ଫଳେ ସଙ୍ଗ ହୋଇଲୁ ତୁମ୍ଭ ମେଳେ ଏ ଭୟଙ୍କର କଳି କାଳେ ଆମ୍ଭେ ଯେ ଅଛୁ ଭବ ଜଳେ। ଏ ଜଳୁ ତୁମ୍ଭେ କର ପାନ ବୋଇତେ ଯେହ୍ନେ କର୍ଣ୍ଣଧାର। ଯେ ହରି ବ୍ରହ୍ମାଣ୍ଡ ପକ୍ଷଳ ସର୍ବଦେବଙ୍କ ଆଦି ମୂଳ
धर्म कवच जार अंगे सुख विहारे नाना रंगे। कलिया गमे भगवान गमिले आपणा भुवन। जे धर्म संसार रखिब से काहीं शरण पशिब। एकदा कह मुनिवर आम्भ संशय जाऊ दूर। एमन्ते नैमिष बने सर्वमुनिक सन्निधाने। सौनक आदि मुनिगणे जे प्रश्न कले जणे जणे। निर्मल विष्णुर चरित कृष्ण विषय भागवत। सुजन जनकर हिते कहई दास जगन्नाथे। इति श्रीमद्भागवते महापुराणे परमहंस्यां संहितायां प्रथमस्कन्धे नैमिषारण्योपाख्याने प्रथम अध्याय समाप्तः। पुणी देखा आउ गोटे नुआ भिडियो रे। आज भिडियोटी एतिकी। थैंक्स फॉर वाचिंग।